ଏଇଟା ଦେଖନ୍ତୁ ସାରୁ ନେଇଛି, ଛୋଟ ସାଇଜ୍ ସାରୁ ଅଛି। ଆପଣ ପୁରା ଛୋଟ ସାଇଜ୍ ମଧ୍ୟ ନେଇପାରିବେ, ଏମିତି ଟିକି ଟିକି ସାରୁ ମଧ୍ୟ ନେଇପାରିବେ। ତ ସାରୁକୁ ବର୍ତ୍ତମାନ ଆମେ ଚୋପା ଛଡ଼େଇ ନେବା। ଦେଖନ୍ତୁ ସାରୁ ଏଠି ମୁଁ ଚୋପା ଛଡ଼େଇ ପାଣିରେ ପକାଇ ନେଇଛି। ନମସ୍କାର, ଜୟ ଜଗନ୍ନାଥ। ମୁଁ ସୋନି, ଆପଣଙ୍କୁ ସ୍ୱାଗତ କରୁଛି ସୋନି କିଚେନ୍ ବ୍ଲଗ୍ ଚ୍ୟାନେଲକୁ। ତ ଚାଲନ୍ତୁ ଆଜି ଆପଣଙ୍କୁ ଦେଖେଇବି ସାରୁର ଗୋଟେ ସୁନ୍ଦର ଟେଷ୍ଟି ରେସିପି ଚଟନି, ଯେଉଁଟାକି ଆପଣ ଗରମ ଭାତ, ପଖାଳ ଭାତ ଆଉ ରୁଟି ସହିତ ମଧ୍ୟ ଖାଇପାରିବେ। ଯେଉଁମାନେ ସାରୁ ନ ଖାଆନ୍ତି ସେମାନେ ବି ଜାଣିପାରିବେନି ଏଇଟା ସାରୁ ଖାଉଛନ୍ତି। ତ ପାଟି ବି ବିଲକୁଲ କୁଣ୍ଡେଇ ହେବନି, ଯଦି କୁଣ୍ଡେଇ ହେଉଥାଏ କୁଣ୍ଡିଆ ମଧ୍ୟ ଲାଗିବନି, ଆଉ ଖାଇବା ପାଇଁ ବହୁତ ଟେଷ୍ଟ ଲାଗିବ। ତ ଚାଲନ୍ତୁ ବର୍ତ୍ତମାନ ସାରୁକୁ ଭଲ ଭାବରେ ଛଡ଼େଇ ନେଇଛି, ତାକୁ ଭଲ ଭାବରେ ଧୋଇ ନେବା। ଏଠି ଦେଖନ୍ତୁ ପ୍ରେସରରେ ସାରୁ ନେଇଯାଇଛି। ପ୍ରେସରରେ ସିଝିଲେ ବହୁତ ଜଲ୍ଦି ସିଝିବ, ସେଥିପାଇଁ ପ୍ରେସରରେ ସାରୁ ଆଉ ଟିକେ ପାଣି ନେଇଯିବା। ଏଇଟା ଚଟନି ବନାଉଛନ୍ତି ତ ଲୁଣ ପକାଇବାନି, ସେମିତି ବସାଇ ନେବା। ସାରୁ ସିଝିଗଲା ପରେ ମୁଁ ଆପଣଙ୍କୁ ଦେଖେଇବି। ଗ୍ୟାସ୍ ଲଗାଇ ଦେଇଛି, ଗ୍ୟାସ୍ ଲଗାଇକି କଡ଼େଇ ବସାଇ ଦେଇଛି। କଡ଼େଇ ତାତିଗଲାଣି, ତ ଏବେ ଆମେ ପକାଇ ନେବା ଏଠି ତେଲ। ଏବେ ଗୋଟେ ଶୁଖିଲା ଲଙ୍କା ନେଇଛି, ଲଙ୍କାକୁ ଗଡ଼ି କରିନେବା। ଏବେ ତେଲରେ ଲଙ୍କା ପକାଇ ନେବା, ଲଙ୍କାକୁ ଲାଲ କରିକି ପୁରା ଭାଜି ନେବା। ଲଙ୍କା ଭାଜି ହେଇଗଲା ପରେ ଆମେ ଏବେ ପଞ୍ଚୁଫୁଟଣା ପକାଇ ନେବା। ପଞ୍ଚୁଫୁଟଣା ଭଲସେ ଫୁଟିଗଲା ପରେ ଦୁଇଟି ପିଆଜକୁ ଛୋଟ ଛୋଟ କରି କାଟିକି ପକାଇ ନେବା। ଦେଖନ୍ତୁ ପିଆଜ ପକାଇ ନେଇଗଲି, ପିଆଜ ଟିକେ ଭାଜି ହେଲା ପରେ ଏଠି ମୁଁ ନେଇଛି କଞ୍ଚା ଲଙ୍କା କାଟିକି, 2-3ଟା କଞ୍ଚା ଲଙ୍କା କାଟିକି ପକାଇ ନେବେ। ସାରୁରେ ମୁଁ ଲୁଣ ପକାଇ ନଥିଲି, ଏବେ ପିଆଜ ଭାଜି ହେବା ପାଇଁ ଲୁଣ ପକାଇ ନେବା। ଦେଖିକି ଆପଣ ସ୍ୱାଦ ଅନୁସାରେ ଲୁଣ ପକାଇବେ, ପିଆଜଟା ଆପଣଙ୍କର ଜଲ୍ଦି ଭାଜି ହେଇଯିବ। ଏବେ ଆମେ ପକାଇ ନେବା କଞ୍ଚା ଲଙ୍କା କଟା, ତାପରେ ପକାଇ ନେବା ଟମାଟୋ, ଗୋଟେ ଛୋଟ ସାଇଜ୍ର ଟମାଟୋ ପକାଇ ନେବେ। ତ ଏବେ ଦେଖନ୍ତୁ ସାରୁକୁ ଏଠି ମୁଁ ପାଣି ଲିଗାଡ଼ି ନେଇଛି, ପାଣି ଲିଗାଡ଼ିକି ସାରୁକୁ ଭଲ ଭାବରେ ଚକଟି ନେଇଛି। ଇଏ ଗୋଟେ ପୁରା ଗାଉଁଲି ଦେଶୀ ଖାଇବା, ବାହାରେ ଲୋକ ରହୁଛନ୍ତି ସେମାନେ ଖାଇବା ଜାଣିନାହାନ୍ତି ସାରୁ କେମିତି ଖାଆନ୍ତି ବୋଲି। ତ ନିଶ୍ଚିତ ଭାବରେ ଏମିତି ଥରେ କରିକି ଖାଆନ୍ତୁ, ଦେଖିବେ କେତେ ସୁନ୍ଦର ଟେଷ୍ଟ ଲାଗୁଛି। ତ ପଜନାକୁ ଭଲସେ ଭାଜି ନେବେ, ଟମାଟୋକୁ ପୁରା ପେଷ୍ଟ କରିନେବେ। ଟମାଟୋ ଭଲସେ ସିଝିଗଲାଣି, ତ ଏବେ ଆମେ ଯେଉଁ ସାରୁକୁ ଚକଟିକି ରଖିଛନ୍ତି ସେ ପଜନାରେ ପକାଇ ନେବା। ତ ଏବେ ଆପଣ ସାରୁ ପକାଇ ସାରିଲା ପରେ ସେ ଫୁଟଣା ସହିତ ସାରୁକୁ ଭଲସେ ମିଶାଇ ନିଅନ୍ତୁ। କିଛି ସମୟ ତାକୁ ଏମିତି ମସଲା ସହିତ ଭଲ ଭାବରେ କଷି ନିଅନ୍ତୁ। ବିଲକୁଲ ବି କେହି ଜାଣିପାରିବେନି ଏଇଟା ସାରୁ ଚଟନି ହେଇଛି ବୋଲି, ଖାଇଲେ ମଧ୍ୟ ଜାଣିପାରିବେନି ଏଇଟା ସାରୁ ଖାଉଛନ୍ତି ବୋଲି, ଏତେ ସୁନ୍ଦର ଟେଷ୍ଟ ଲାଗିବ। ତ ଏବେ ଦେଖନ୍ତୁ କିଛି ସମୟ ପରେ ସାରୁ ଚଟନି ପୁରା ରେଡ଼ି ହେଇଗଲା। ତାକୁ ଆପଣ ଗରମ ପଖାଳ ଆଉ ରୁଟି ସହିତ ଖାଆନ୍ତୁ, ମଜା ନିଅନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ତ ଆଶା କରୁଛି ଆଜିର ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିବ। ଯଦି ପସନ୍ଦ ଆସିଥିବ ଲାଇକ୍ କରିବେ, ଫ୍ରେଣ୍ଡଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିନେବେ। ତ ଆଜି ପାଇଁ ମୁଁ ବିଦାୟ ନେଉଛି, ପୁଣି ଦେଖା ହେବେ ଆପଣଙ୍କ ସହିତ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ କହୁଛି ନମସ୍କାର, ଜୟ ଜଗନ୍ନାଥ।